প্রিয় শ্ରୋତା ବନ୍ଧୁ, ଆମେ ଆଜି ଆସନ୍ତାକାଲି ପାଇଁ ମାନେ ଶୁକ୍ରବାର ପାଇଁ ଦୁଃଖ ସୁଖ ହେବା ନା। ହେଲେ ଦୁଃଖ ସୁଖ ହେବା ପୂର୍ବରୁ ଗୋଟେ କଥା କହିବି। ଦୁଇଟା ଲିଙ୍ଗ, ପୁଂଲିଙ୍ଗ ସ୍ତ୍ରୀଲିଙ୍ଗ। ପୁଂଲିଙ୍ଗ ପୁରୁଷ, ସ୍ତ୍ରୀଲିଙ୍ଗ ନାରୀ। ଜାତକ ଦେଖିଲା ବେଳେ ଆମେ ଦେଖିବା ପୁରୁଷ ଜାତକରେ ରବିଙ୍କ ସ୍ଥିତି, ନାରୀ ଜାତକରେ ଗୁରୁଙ୍କ ସ୍ଥିତି। ପୁରୁଷ ଜାତକରେ ରବି ଯଦି ଷ୍ଟ୍ରଙ୍ଗ, ପାୱାରଫୁଲ, ଶକ୍ତିଶାଳୀ, ବହୁ କ୍ଷମତା ସମ୍ପନ୍ନ, ତାହେଲେ ସେ ହେଲେ ପୁରୁଷ ସିଂହ। ତାଙ୍କର ସମସ୍ୟା କିଛି ନାହିଁ। ସେ ମୁଥ ମାରି ପାହାଡ଼କୁ ଭାଙ୍ଗି ପାରିବେ, ନିଜ କାନିରେ ବାୟୁକୁ ବାନ୍ଧି ପାରିବେ, ସମୁଦ୍ର ମଧ୍ୟରେ ସେତୁବନ୍ଧ କରିପାରିବେ। ସେଇଭଳି ନାରୀ ଜାତକରେ ଯଦି ବୃହସ୍ପତି ସର୍ବଶକ୍ତି ସମ୍ପନ୍ନ, ଫୁଲ୍ ପାୱାରଫୁଲ୍, ତାହେଲେ ସେ ହେବେ ରମଣୀ ମଣି। ସୁତରାଂ ଏ ଦୁଇଟିକୁ ଯଦି ଆପଣ ତୀକ୍ଷ୍ଣ ଦୃଷ୍ଟି ନ ଦେଇ ଖାଲି ଅନ୍ୟାନ୍ୟ ଯୋଗ ଅଛି ନାଚିବେ, ହେଣ୍ଡାଣ୍ଡିଆ ମାରିବେ, ତାହେଲେ ଫଳ ହେବ -0। ବୁଝିଲେ ତ? ହେଲେ ଆସନ୍ତାକାଲି ଶୁକ୍ରବାର 20 ତାରିଖ ସୂର୍ଯ୍ୟୋଦୟ 6ଟା 14, ସୂର୍ଯ୍ୟାସ୍ତ 5ଟା 46, ଅଶୁଭ ସମୟ ଦିନ 10ଟା 32ରୁ 12ଟା ଯାଏ। ଧନୁ ରାଶିଙ୍କର କାଲି ଘାତ 12 ଓ ଧନୁରାଶି ପୁରୁଷଙ୍କର କାଲି ଘାତ ଚନ୍ଦ୍ର। ମୋଟାମୋଟି ଭାବରେ ଧନୁରାଶି ପାଇଁ କାଲି ଦିନଟା ଟିକେ ଭଲ ନାହିଁ। ଏବେ ଆମେ ଆଲୋଚନା କରିବା ମେଷଠୁ ମୀନ ଯାଏ ଯେ ମେଷ ରାଶି କୃତ୍ତିକା ନକ୍ଷତ୍ରର ରାତି 8ଟା 5 ପରେ ଅସୁବିଧା। ମେଷ ରାଶି ପାଇଁ ଶୁକ୍ରବାର ଏକ ଖର୍ଚ୍ଚାନ୍ତ ଦିନ। ଯେଣୁ ଗୁରୁଙ୍କ ସହ ମଙ୍ଗଳଙ୍କର ନିବିଡ଼ ସମ୍ପର୍କ ଅଛି, ତେଣୁ ଏ ଖର୍ଚ୍ଚ ବୃଥା ଯିବନି, ଅଯଥା ବ୍ୟୟ ହେବନି। ଦେହ ଅସୁସ୍ଥ ହେବ, ଯନ୍ତ୍ରଣା ବଢ଼ିଯିବ। ଚନ୍ଦ୍ର ଯଦି ଜନ୍ମ ଜାତକରେ ବିଛାରେ ମାନେ ଅଷ୍ଟମରେ ଥିବେ, ତେବେ ଏହି ଶାରୀରିକ ଦୁଃଖ ଅସହ୍ୟ ହେବ, ଅନ୍ୟଥା ବେଶୀ ପୀଡ଼ା ଦେବନି। ଆୟ ଅମଳ ମନଲାଖି ହେବନି। ଯଥା ସମୟରେ ଭୋଜନ ଓ ଶୟନ ସୁଖ ମିଳିବନି। ରାତି ଘଡ଼ିଏ ପରେ ଦିଅଁ ଦର୍ଶନ ହେବ। ସନ୍ଧ୍ୟାର ଏପଟ ସେପଟ ହେଲେ ସମୟ ବୃଥା ନଷ୍ଟ ହେଇଯିବ। ଏବେ ଯିବା ବୃଷ ପାଖକୁ। ଆସନ୍ତାକାଲି ଶୁକ୍ରବାର 20 ତାରିଖ ବୃଷ ରାଶି ମୃଗଶିରା ନକ୍ଷତ୍ରର ରାତି 8ଟା 5ରୁ ମନ୍ଦ ସମୟ ଆସିବ। ଦିନଟି ଶୁଭରେ ଆରମ୍ଭ ହେବ। ସକାଳରୁ ଚା ପାନଠାରୁ ଆରମ୍ଭ କରି ଶନିବାରର ସୂର୍ଯ୍ୟୋଦୟ ଯାଏ ମନ ଲାଖି ସମସ୍ତ ସାଂସାରିକ ସୁଖ ମିଳିଯିବ। ଆର୍ଥିକ ସମସ୍ୟା ଆଦୌ ନାହିଁ। ସମସ୍ତ ବୃତ୍ତିଧାରୀ ନିଜ ନିଜ ବୃତ୍ତିରୁ ଭଲ ଆୟ କରିବେ। ଆୟ ଅମଳ ବଢ଼ିଯିବେ। ଯାତ୍ରା ଶୁଭ ହେବ। ଈଶ୍ୱର ଦର୍ଶନ ହେବ। ଇଣ୍ଟରଭ୍ୟୁରେ ସକ୍ସେସ୍ ହେବେ। ବନ୍ଧୁ ମେଳରେ କିଛି ସମୟ କଟିବ। ଆଉ ସବୁଠାରୁ ଭଲ କଥା ହେଲା ସାଇ ପଡ଼ିଶା, ବନ୍ଧୁ ବାନ୍ଧବ, ସହକର୍ମୀ ସମସ୍ତେ ପ୍ରଶଂସା କରିବେ। ବୃଷ ରାଶି। ମିଥୁନ କଥା, ଆସନ୍ତାକାଲି ଗୁରୁବାର
20 ତାରିଖ ମିଥୁନ ରାଶି ପୁନର୍ବସୁ ନକ୍ଷତ୍ରର ରାତି 8ଟା 5ରୁ ହାନି ଯୋଗ ଅଛି। ଏହି ରାଶିର ବ୍ୟକ୍ତି ଶୁକ୍ରବାର କର୍ମାନୁସାରେ ଦୁଃଖ ଆଉ ସୁଖ ଭୋଗିବେ। ଯେଉଁମାନେ କର୍ମପ୍ରାଣ ଓ ଧର୍ମପ୍ରାଣ ସେମାନଙ୍କର ଆୟ ଅମଳ ଓ ଲାଭ ଆଶାତୀତ ହେବ। କର୍ମକୁ ସେ ଜୀବନ ଦେଇ ଭଲ ପାଉଥିବେ, ଧର୍ମକୁ ମଧ୍ୟ ସେଇଭଳି। ସେଇମାନଙ୍କର ଯିଏ ଧାର୍ମିକ ଆଉ କର୍ମଠ ତାଙ୍କର ଆଶାତୀତ ଆୟ ହେବ। ଆଶା କରିନଥିବେ ଏତେ ଆୟ ହେବ। ଶନି ଯାହାର କର୍ମାଧିପ ସେମାନେ ଆପ୍ରାଣ ଉଦ୍ୟମ କରି ନିଜକୁ ସର୍ବଶ୍ରେଷ୍ଠ ବୋଲି ପ୍ରମାଣିତ କରିବେ। ଯାହା ଜାତକରେ ଶନି 10ମ ଘରର ମାଲିକ ଆଉ ଅଛନ୍ତି କୁମ୍ଭରେ, ସେ ପ୍ରମାଣିତ କରିଦେବେ ଯେ ମୁଁ ନମ୍ବର 1। ଯଦି ସୈନିକ ତାହେଲେ ମୁଁ ନମ୍ବର 1 ସୈନିକ। ଯଦି କୃଷକ ମୁଁ ପ୍ରଥମ କୃଷକ ଯିଏ ଏତେ ଅଧିକ ଅମଳ ଆୟ କରିଛନ୍ତି। ସେଇଭଳି ଯେ କ୍ଲାସରେ ପଢ଼ୁଥିବ ସେ କହିବ ମୁଁ ହିଁ ଫାଷ୍ଟ କ୍ଲାସ୍ ଫାଷ୍ଟ। ଶନି ଯାହାର କର୍ମାଧିପ ଆଉ କୁମ୍ଭରେ ଅଛନ୍ତି। ସମସ୍ତ କର୍ମଜୀବୀଙ୍କର ଆଜି ଶୁଭ ଦିନ, ତେଣୁ ଉପାର୍ଜନ ଉଣା ହେବନି କାହାର। ଦେହ ମନ ଭଲ ରହିବ, ଠିକ୍ ରହିବ, ସବୁ ଦିଗରୁ ମଙ୍ଗଳ ହେବ। କର୍କଟ କଥା। ଆସନ୍ତାକାଲି 20 ତାରିଖ ଶୁକ୍ରବାର କର୍କଟ ରାଶି ଅଶ୍ଳେଷା ନକ୍ଷତ୍ରର ରାତି 8ଟା 5 ଠାରୁ ସତର୍କ ରହିବା ଉଚିତ। କଥାଟେ ଅଛି, ଦେଇଥିଲେ ନନା ସତେ ଦେଇଥିଲେ ପାଇ। ନନା କାହିଁ କୁହାଗଲା? ନା ଯାହାର, କାହାର? ବ୍ରାହ୍ମଣଙ୍କର 9ଟା ନାଁ, ସେଥିପାଇଁ ତାଙ୍କୁ ନନା କୁହାଯାଏ। ବୁଝା ପଇଲା? ଆଉ ସେଇମାନେ ହିଁ ଅନ୍ୟକୁ ଦିଅନ୍ତି ଆଉ ଅନ୍ୟଠାରୁ ନିଅନ୍ତି। ସେ ଦାତା ଆଉ ସେ ଗ୍ରହୀତା। ସେମାନେ ବିଦ୍ୟାଦାତା, ଜ୍ଞାନଦାତା, ବୁଦ୍ଧିଦାତା। ଆଉ ସେଇମାନେ ହିଁ ପାଠ ନ ପଢ଼ି ଅଯୋଗ୍ୟ ହେଇଗଲେ ମୂର୍ଖ। ସବୁ ସୁଖର ଦୁଃଖର କାରଣ ହେଲେ ସେଇ ବ୍ରାହ୍ମଣ। ସେଥିପାଇଁ ତାଙ୍କ ନାଁଟି କୁହାହେଇଛି ଦେଇଥିଲେ ପାଇ। ନନା ଦେଇଥିଲେ ପାଇ। ଏଇ କର୍କଟ ରାଶିର ଲୋକମାନେ ବୋଧେ ପୂର୍ବେ ବେଶୀ ଦିଆନିଆ କରିଥିଲେ, ତେଣୁ ବନ୍ଧୁ ସହଯୋଗ ପାଇବେ। ଭାଗ୍ୟାଧିପ ବୃହସ୍ପତି ଦ୍ୱାଦଶରେ, ଏଣୁ କିଛି ବ୍ୟୟ ହେବ। ହେଲେ ଶୁକ୍ରବାର ଅପମାନ ଭଳି ଦୁର୍ଯୋଗ ଆକ୍ରମଣ କରିପାରେ। ସୁତରାଂ ଜଗି ରଖି ଭାବି ଚିନ୍ତି ମାପି ଚୁପି ରହି ସମ୍ଭାଳି ଜୀବନଯାତ୍ରା ଆରମ୍ଭ କରନ୍ତୁ, ଅନ୍ୟଥା ଶୁଖିଲାରେ ଗୋଡ଼ ଖସିଯିବ। ସାବଧାନ। ଏବେ ସିଂହ ପାଖକୁ ଯିବା। ଆସନ୍ତାକାଲି 20 ତାରିଖ ଶୁକ୍ରବାର ସିଂହ ରାଶି ଉତ୍ତର ଫାଲ୍ଗୁନ ନକ୍ଷତ୍ରର ରାତି 8ଟା 5ରୁ ମନ୍ଦ କାଳ ଆସି ଦୁଃଖ ଦେବ। ଶୁକ୍ରବାର ଆଦୌ ଶୁଭ ଦିନ ନୁହେଁ ସିଂହ ରାଶି ପାଇଁ। ଦେହ ଯନ୍ତ୍ରଣା ଜର୍ଜରିତ ହେବ, ଶାନ୍ତି ବ୍ୟାହତ ହେବ, ଭଲ କାମ କରି ନିନ୍ଦା ପାଇବେ, ଆନନ୍ଦ ସମୟ ନଷ୍ଟ ହେବ ଏବଂ ଯଥା ସମୟରେ କୌଣସି କାର୍ଯ୍ୟ କରି ନପାରି ଦୁଃଖିତ ହେବେ। ନିଜ କର୍ମଫଳ ନିଜେ ଭୋଗୁଛନ୍ତି ବୋଲି ଅନୁତାପ କରିବେ। ସିଂହ ରାଶିର ଭଲ ନାହିଁ। କନ୍ୟା ରାଶି। ଆସନ୍ତାକାଲି ଶୁକ୍ରବାର 20 ତାରିଖ କନ୍ୟା ରାଶି ଚିତ୍ରା ନକ୍ଷତ୍ରର ରାତି 8ଟା 5 ଠାରୁ ସତର୍କ ରହିବା ଉଚିତ। ଶୁକ୍ରବାର କନ୍ୟା ପାଇଁ ଆଦାନ ପ୍ରଦାନ ଦିନ। ନିଜେ ହସି ଅନ୍ୟକୁ ହସାନ୍ତୁ, ଅନ୍ୟକୁ ଦିଅନ୍ତୁ, ବିଧାତା ଦେବେ। ଏହା ଦ୍ୱାରା ଆପଣଙ୍କର ପ୍ରୀତି ବୃଦ୍ଧି ହେବ। ଯାହାର ଜନ୍ମ ଜାତକରେ
ଦ୍ୱିତୀୟାଧିପ ଦ୍ୱିତୀୟରେ ବା ଦଶମରେ ଅଛନ୍ତି, ସେପରି କନ୍ୟା ରାଶିଆ ମାନେ ଆଜି ବଢ଼ିଆ ଆୟ କରିବେ। ସୁନା ଅଣ୍ଡା ଦିଆ କୁକୁଡ଼ା ଆଜି ଉଡ଼ି ଉଡ଼ି ଆସି ସେମାନଙ୍କ କୋଳରେ ବସିବ। ସେମାନେ ଖୁସି ହେବେ, ଦେହ ମୁଣ୍ଡ ସୁସ୍ଥ ରହିବ, ଯଥା ସମୟରେ ଭୋଜନ ଶୟନ ମିଳିବ ଓ ପଠନ ଆଦି ସୁଯୋଗ ମିଳିବ। ତେଣୁ କନ୍ୟା ରାଶିର ଲୋକମାନଙ୍କ ପାଇଁ 20 ତାରିଖ ଶୁକ୍ରବାର ଏକ ଶୁଭ ଦିନ। ତୁଳା କଥା, ଆସନ୍ତାକାଲି ଶୁକ୍ରବାର 20 ତାରିଖ ତୁଳା ରାଶି ମହିଳାଙ୍କର ଘାତ ଚନ୍ଦ୍ର। ସାବଧାନ। ଆଜି ଶୁକ୍ରବାର, ତେଣୁ ବିବିଧ ଲାଭ ଯୋଗ ଅଛି। ଏହି ଶୁକ୍ରବାର ବ୍ୟବସାୟୀମାନଙ୍କର ଆର୍ଥିକ ଲାଭ ଯଥେଷ୍ଟ ହେବ। କୃଷକଙ୍କର ଶସ୍ୟ ବିକ୍ରି ହୋଇ ଭଲ ଲାଭ ଆସିବ। ଶ୍ରମିକମାନଙ୍କୁ ବନଲାଖି କାମ ମିଳିଯିବ। ବିବାହ ଯୋଗ୍ୟ ଯୁବ ଶ୍ରେଣୀଙ୍କୁ ଜୀବନସାଥୀ ଲାଭ ହେବ। ଆସନ୍ନ ପ୍ରସବଙ୍କୁ ସହଜ ସୁଲଭ ସନ୍ତାନ ଲାଭ ହେବ। ବିଦ୍ୟାର୍ଥୀଙ୍କୁ ବିଦ୍ୟା ଓ ସମସ୍ତଙ୍କୁ ସୁଖ ଶାନ୍ତି ଲାଭ ହେବ। ଭିକାରୀଙ୍କ ଥାଳ ଆଜି ଭରିଯିବ, ଦେହ ମୁଣ୍ଡ ସୁସ୍ଥ ରହିବ। ତେଣୁ ତୁଳାରାଶିର ସମସ୍ତ ବନ୍ଧୁ ଆଜି ଆନନ୍ଦ ନୌକାରେ ବିହାର କରିବେ। ବିଛା, ଆସନ୍ତାକାଲି ଶୁକ୍ରବାର 20 ତାରିଖ ବିଛା ରାଶିର ଘାତବାର। ଏଇ ତ ଆଉ କେଉଁଠି ବାଡ଼େଇ ପିଟି ହେଇଯିବ। ଆଉ ଘାତବାର ପୁଣି ଜ୍ୟେଷ୍ଠା ନକ୍ଷତ୍ରର ରାତି 8ଟା 5ରୁ ମନ୍ଦ ସମୟ ଆସିବ। ସମସ୍ତ ବିଛା ରାଶି ପାଇଁ ଏକ ଅଶାନ୍ତ ଦିନ। ଏହି ଅଶାନ୍ତ ସମୟ ବ୍ୟକ୍ତି ପାଇଁ ସୃଷ୍ଟି ହେବ ଏକ ସମସ୍ୟା। ଯିଏ ନିରନ୍ତର ହସିପାରିବ, ଖଟିପାରିବ, ପର ଚର୍ଚ୍ଚା କରିବ ନାହିଁ, ପର ମନ ଜାଣି କଥା କହିପାରିବ, ଆନ ଆଖିରୁ ଲୁହ ପୋଛିପାରିବ, ତା ପାଇଁ ଶୁକ୍ରବାର ବିଧାତା ସୁଖଭାର ପଠେଇବେ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ଆର୍ଥିକ, ବୌଦ୍ଧିକ, ମାନସିକ, ପାରିବାରିକ ସୁଖ ନିଶ୍ଚୟ ମିଳିବ। ଖାଲି ଟିକେ ଜ୍ୟେଷ୍ଠା ନକ୍ଷତ୍ରର ଅଶୁଭ ଆଉ ଘାତବାର। ତା ନହେଲେ ବିଛା ରାଶିଆ ଲୋକମାନେ ଭାରି ବୁଦ୍ଧିମାନ। ଯଦି ଆଜି ବୁଦ୍ଧିର ଖେଳ ଖେଳିବେ, ପର ଆଖିରେ ଲୁହ ପୋଛିବେ, ଅନ୍ୟ ଓଠରେ ହସ ଖୋଜିବେ, ଅନ୍ୟ ଦୁଃଖରେ ଦୁଃଖୀ ହେବେ, ଅନ୍ୟକୁ ମୁଠେ ଖାଇବାକୁ ଦେବେ, ଅନ୍ୟକୁ ଆନନ୍ଦ ଦେବେ, ଅନ୍ୟର ପିଠି ଆଉଁସି ତାକୁ ସହଯୋଗ କରିବେ, ତାହେଲେ ଏତେ ଗୁଡ଼ିଏ କରି ପାଇଲେ ବିଧାତା ଖୁସି ହେବେ। ବିଧି ବିଧାନ ବିଚିତ୍ର, ସେ ସୁଖଭାର ପଠେଇବେ, ସୁଖୀ ହେବେ। ସଂସାରରେ ସୁଖୀ କିଏ? ଯିଏ ସତ୍କର୍ମ କରେ। ଏଇସବୁ ତ ସତ୍କର୍ମ ନା। ଧନୁ କଥା ବୁଝିବା। ଆସନ୍ତାକାଲି ଶୁକ୍ରବାର 20 ତାରିଖ ଧନୁ ରାଶି ଉତ୍ତରାଷାଢ଼ା ନକ୍ଷତ୍ରର ରାତି 8ଟା 5ରୁ ହାନି କାଳ ଆରମ୍ଭ ହେବ। ଦିନଟି ଆଦୌ ଶୁଭଙ୍କର ନୁହେଁ। ଆଜି ଧନୁ ରାଶିର ଘାତବାର। ପୁରୁଣା ରୋଗ ଥିଲେ ପୀଡ଼ା ଦେବ। ଦୂରଯାତ୍ରା କରିପାରିବେ। ଆଜି ଯେ ଯାତ୍ରାରେ କ୍ଳାନ୍ତ ହେବେ। ଯାତ୍ରାକାରୀ ଯେଉଁ ଯାନରେ ଯିବେ ସେ ଯାନ ହଇରାଣ କରିବ। ରାସ୍ତାରେ ଗାଡ଼ି ଖରାପ ହେବ। ଆଉ ଯେଉଁ ଡ୍ରାଇଭର ନା, ସେ ମନମତାଲିଆ। କେତେବେଳେ ପବନ ଭଳିଆ ଉଡ଼େଇବ ତ କେତେବେଳେ ପିମ୍ପୁଡ଼ି ଭଳିଆ ଧାଡ଼ 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 ଏଇଭଳି। ଯାତ୍ରା ଦୁଃଖ ଅଛି, ହଇରାଣ ହେବେ। ଧନୁରାଶି ପୁରୁଷଙ୍କର ଆଜି ଘାତଚନ୍ଦ୍ର। ଯଥା ସମୟରେ ଖାଦ୍ୟ ପେୟ ମିଳିବନି। ବନ୍ଧୁ ମିଳନ ଯୋଗ ଅଛି। ଦେବ ଦର୍ଶନ ଯୋଗ ଅଛି। ସନ୍ଧ୍ୟାରେ ଏପଟ ସେପଟ ହେଲେ ଏତେ ସମସ୍ୟା ଭିତରେ ଶାନ୍ତି ଆସିବ କେଉଁଠୁ? ତେଣୁ ଅସନ୍ତୋଷ ହେବେ। ଧନୁର ଭଲ ଦିନ ନୁହଁ।
ଇଷ୍ଟ ସ୍ମରଣ କରନ୍ତୁ ନା, ମଙ୍ଗଳ ହେବ। ମକର କଥା, ଆସନ୍ତା କାଲି ଶୁକ୍ରବାର 20 ତାରିଖ, ମକର ରାଶି, ଧନିଷ୍ଠା ନକ୍ଷତ୍ରର ରାତି 8ଟା 5ରୁ ହାନି ଯୋଗ ଅଛି। ଧନ ଲକ୍ଷ୍ମୀଙ୍କ କରୁଣା ବାରିରେ ଆଜି ଏହି ରାଶିର ଉଦ୍ଯୋଗୀ ବ୍ୟକ୍ତି ସ୍ନାନ କରିବେ। ମକର ରାଶିର ଯେଉଁମାନେ ଉଦ୍ଯୋଗୀ, ମାନେ କର୍ମକୁ ଭଲ ପାଆନ୍ତି ଆଉ ଗୀତ ଗାଆନ୍ତି, ଗଲେ ପଛେ ଯାଉ ଯିବ ଯାହା ହେବ ଦେଖାଯିବ, ଗିରି ଶିଖେ ଲୟ ରଖି ଚାଲିବି ମୁକର। ଏକଦମ କ୍ଷିପ୍ର ଗତିରେ, ଚଞ୍ଚଳ ମନରେ ନୁହଁ, ଧୀରେ ସୁସ୍ଥେ ସବୁ କର୍ମ କରନ୍ତି, ତାଙ୍କୁ ଆଜି ଧନଲକ୍ଷ୍ମୀ ଦୟା କରିବେ। ଉଦ୍ଯୋଗୀ ବ୍ୟକ୍ତି ଆଜି ଦେବୀ ଲକ୍ଷ୍ମୀଙ୍କ କରୁଣା ବାରିରେ ସ୍ନାନ କରିବେ। ଅନ୍ୟମାନେ ଭଲ ଆୟ କରିବେ। ନଈ କୂଳେ ବାଲି ଆଡ଼େଇଲେ ପାଣି ବାହାରିଲା ପରି ସାମାନ୍ୟ ଚେଷ୍ଟାରେ ମକର ରାଶିର ଲୋକେ ଆଜି ଭଲ ରୋଜଗାର କରିବେ। ଦେହ ମୁଣ୍ଡ ଠିକ୍ଠାକ୍ ରହିବ। ଭୋଜନ, ଶୟନ, ପଠନ, ଦେବ ଦର୍ଶନ କରିବା ପାଇଁ ସୁଯୋଗ ମିଳିବ। ସୁଯୋଗକୁ ଯେ ହାତଛଡ଼ା କରେ ସେ କାନ୍ଦେ ଆଉ କ'ଣ। ତୁମ ଆଗରେ ମୁଁ ଡାଇନିଂ ଟେବୁଲରେ ଏତେ ମଧୁର ମଧୁର ମିଠା ରଖିଲେ ତୁମେ ଆଡ଼େଇ ଦେବ, ଖାଇବନି। ମୁଁ କ'ଣ ଜଗିବି ନା କ'ଣ? ମୋର ପୁଣି କାମ ଅଛି ନା। ତେଣୁ ସୁଯୋଗର ସଦୁପଯୋଗ ନ କଲେ ବ୍ୟକ୍ତି ଘାଣ୍ଟି ହୁଏ। ସମୟକୁ, ସୁଯୋଗକୁ ହାତଛଡ଼ା କରନ୍ତୁନି। କୁମ୍ଭ କଥା ଆଲୋଚନା କରିବା। ଆସନ୍ତା କାଲି ଶୁକ୍ରବାର 20 ତାରିଖ, କୁମ୍ଭ ରାଶି, ପୂର୍ବଭାଦ୍ର ନକ୍ଷତ୍ରର ରାତି 8ଟା 5ରୁ ଅଶୁଭ ସମୟ ଆସିବ। ସାମାନ୍ୟ ଲାଭ ହେବ, ମାତ୍ର ମନ ଅସ୍ଥିର ହେବ। ବିକଳ ମନକୁ ଶାନ୍ତ କରିବା ପାଇଁ କର୍ମ ପ୍ରତି ଅବହେଳା କରିବେ। ଯେଉଁ ସବୁ ଅସୁବିଧା ହେବ ତା ନିଜ ପାଇଁ, ଏଣୁ ଭାବି ବିଚାରି କର୍ମ କରନ୍ତୁ। ଭାବି ବିଚାରି କର୍ମ କରନ୍ତୁ। କର୍ମ ଫଳ ଆଜି ଭୋଗିବେ। ମନ ଅସ୍ଥିର ହେବ। ଅତୀତ ଘଟଣା ମନେ ପଡ଼ିଯିବ। ମୁଁ ଏଇଆ କରିଛି ବୋଲି ଏଇଆ ଭୋଗୁଛି। ମୋର ଏଇ ଅବସ୍ଥା ମୂଳ କାରଣ ଏଇ କାମ, ଅତୀତର ଭୁଲ କାମ ଯୋଗୁଁ ମୋ ବର୍ତ୍ତମାନ ନଷ୍ଟ ହେଇଗଲା। ଏଇଟା ହେଉଛି କୁମ୍ଭ ରାଶିର ଫଳ। ଏବେ ଆଲୋଚନା କରିବା ମୀନ କଥା। ଆସନ୍ତା କାଲି ଶୁକ୍ରବାର 20 ତାରିଖ, ମୀନ ରାଶି, ରେବତୀ ନକ୍ଷତ୍ରର ରାତି 8ଟା 5ରୁ ସତର୍କ ରହିବା ଉଚିତ। ଶୁକ୍ରବାର ମୀନ ରାଶିର ଘାତ ବାର। ଶୁକ୍ରବାର ମୀନ ରାଶିର ଘାତ ବାର। କେଉଁଠି କିଛି ଆଘାତ ଆସିପାରେ। ଯେଣୁ ଆଜି ଶ୍ରୀଚନ୍ଦ୍ର, ତେଣୁ ଆଜି ଘାତ ପ୍ରତିଘାତ ସାମାନ୍ୟ ପୀଡ଼ା ଦେବ। ଆଜି ମୀନ ରାଶିର ଶ୍ରୀଚନ୍ଦ୍ର, ସବୁ ପ୍ରକାର ସୁଖ ମିଳିବ। ମୌଳିକ, କୌଳିକ, ଆର୍ଥିକ, ବୌଦ୍ଧିକ, ପାରିବାରିକ, ସାମାଜିକ ଆଉ ପାରମାର୍ଥିକ ସୁଖ ମିଳିବ। ହେଲେ ଏସବୁ ସୁଖକୁ ଅନୁଭବ କରିବା ପୂର୍ବରୁ ଟିକେ ବୁଦ୍ଧି, ବିବେକ, ଜ୍ଞାନ, ବିଚାର ଶକ୍ତି ଖଟେଇବେ। ଉତ୍ଫୁଲ୍ଲ ହେବେନି, ଅହଙ୍କାର କରିବେନି, ଜୋରରେ ଦୌଡ଼ିବେନି ଇତ୍ୟାଦି। ଆଜି ଶ୍ରୀଚନ୍ଦ୍ର, ସୁସମ୍ବାଦ ମିଳିବ। ସ୍ୱାଦିଷ୍ଟ ଭୋଜନ, ଅନ୍ତରଙ୍ଗ ମିତ୍ର, ସୁଖ ଶଯ୍ୟା ଆଉ ଏସବୁ ଯଥା ସମୟରେ ମିଳିବ। ଆୟ ରୋଜଗାର ଭଲ ହେବ। କେବଳ ଆପଣଙ୍କର ଚେଷ୍ଟା ଦରକାର, ଦେହ ମନ ସୁସ୍ଥ ରହିବ। 12 ରାଶି କଥା ସରିଲା। ସବୁବେଳେ ଚିନ୍ତା କରିବେ, ମୁଁ ଯାହା ଭାବୁଛି ତା ଠିକ୍ ତ? ମୁଁ ଯାହା କହୁଛି ତା ଠିକ୍ ତ? ମୁଁ ଯାହା କରୁଛି ତା ଠିକ୍ ତ?
ମନ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ଶ୍ରୀକୃଷ୍ଣ ଭକ୍ତ ଉଦ୍ଧବକୁ ଏହା କହିଥିଲେ। ନିଜ ମନକୁ ପଚାରି ବୁଝୁ ତୁ କେତେ ଭଲ। ତୁ ସତରେ ତୋ ହୃଦୟରେ ଭଲ ଚିନ୍ତା କରିବୁ ନା, ବିଧାତା ପରା ସବୁ ଭଲ ଦେବେ। ତୁ ଭୁଲ ଚିନ୍ତା କରିବୁ, ଭଲ ଆଶା କରିବୁ, କେମିତି ହେବ? ସେ ହେବନି ନା। ତେଣୁ ଆପଣମାନେ ସମସ୍ତେ ଭଲ ହେଇଯାଆନ୍ତୁ, ନିଜ ଭୁଲକୁ ବୁଝନ୍ତୁ। ସିଏ ପରା ଜ୍ଞାନୀ, ଯିଏ ନିଜ ଭୁଲ ବୁଝିପାରେ। ଆଉ ସିଏ ମହାମୂର୍ଖ, ଯିଏ ଅନ୍ୟର ଭୁଲ ଖୋଜେ। ହଁ ବନ୍ଧୁ, ଏଥର ବିଚାର କରନ୍ତୁ ଆପଣ ମହାମୂର୍ଖ କି ଅତି ପଣ୍ଡିତ। ରହିଲି, ନମସ୍କାର।